ଅନୁଗୁଳ ଏସ୍ପିଙ୍କ ଦ୍ୱାରା ଆଜି ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାହୁଲ ଜୈନ ସାମ୍ବାଦିକମାନଙ୍କ ସମ୍ମୁଖରେ ମତ ରଖିଥିଲେ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜନଗର ସାହିରୁ ଗତକାଲି 10 ଗ୍ରାମ ବ୍ରାଉନ ସୁଗାର ସହ 30 ଲକ୍ଷରୁ ଅଧିକ ଟଙ୍କା ଜବତ କରିବା ସହ 3 ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ କାବୁ କରିଛି ପୋଲିସ। ସୂଚନା ଅନୁସାରେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମ ରାଜନଗର ସାହିରେ ବ୍ରାଉନ ସୁଗାର କାରବାର କରାଯାଉଥିବା ପୋଲିସ ଖବର ପାଇଥିଲା। ଯାହାଫଳରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାଡ୍ ଏବଂ ଟାଉନ ପୋଲିସ ମିଳିତ ହୋଇ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ 10 ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ଘର ତଲାସୀ କରିବା ବେଳେ 22 କୋଟି ମୋବାଇଲ ଫୋନ, ଏକ ସ୍କୁଟି, 300 ପ୍ୟାକେଟ ଦେଶୀ ମଦ ସହ 30 ଲକ୍ଷ 94 ହଜାର ନଗଦ ଟଙ୍କା ପାଇଥିଲା ପୋଲିସ। ଏହି ଘଟଣାରେ ଜଣେ ମହିଳା ସମେତ 4 ଜଣଙ୍କୁ ପୋଲିସ କାବୁ କରିଥିବା ଜଣାପଡ଼ିଛି। ब्यूरो रिपोर्ट विकल्प समाचार। आम चैनल को लाइक, शेयर एवं सब्सक्राइब करंतु।